ବୋଉ ଏଇଟା କଣ? ଏଇଟା ପରା ଘି ପିଠା ଭୋଗ ପାଇଁ ଛଣା ଯିବ ଦିଟା। ଆଚ୍ଛା ଘି ପିଠା ହବ। ହଁ ହେଲେ ସାଙ୍ଗମାନେ ଆଜି ଆମ ଘରେ ଘି ପିଠା ହବ। ଯେହେତୁ ଆମର ଦୋଳ ପୂର୍ଣ୍ଣିମା ଆମ ଘରେ ଘି ପିଠା ହବ। କିନ୍ତୁ ଘି ପିଠାର ଆଣ ରେସିପିଟା ମୁଁ ଆପଣମାନଙ୍କ ସହିତ ସେୟାର କରିପାରିଲିନି। କାହିଁକି ନା ଇଏ ଆଣ ଆମ ଘରୁ ଆସିଥିଲା। ମୋ ମମି ଏଇଟା ବନେଇକି ଦେଇଥିଲେ। ଆଉ ଆମେ ବୋଉର ମୋର ମିଶିକି ଘି ପିଠା ଛାଣି ଦେଇଥିଲୁ। ବୋଉ ଗୋଟେ କଦଳୀ ପତ୍ରରେ ତେଲ ନେଇକି ଘି ପିଠା ଆଣକୁ ଏମିତି ତାରିଦେଲେ। ଆଉ ମୁଁ ଆସ୍ତେ ଆସ୍ତେ କରିକି ଛାଣିଦେଲି। ଆଉ ହଁ ଘି ପିଠା ଆଣ କେମିତି ହୁଏ ସେଇଟା ମୁଁ ଆପଣମାନଙ୍କୁ ଯେବେ ଘରକୁ ଯିବି ମୋ ମମି ପାଖକୁ ମୋ ମମିକି କହିବି ସେ କେମିତି କରୁଛି ସେ ବନେଇଦବ ମୁଁ ସେଇ ରେସିପିଟା ସେୟାର କରିବି। ଗୋଟିଏ ଚୁଲି ପାଖରେ ଥୋଇବ ଆଉ ଗୋଟେ ବାଡିଆରେ ପଡେ ଚୁଲି ତ ନାହିଁ ଗ୍ୟାସ। ହେଲେ ବୋଉ ବାରିଆଡେ କିଏ ଖାଇବ? ବାରିଆଡେ ବଡ ବଡ। ଆଉ ଏଇଠି ବୋଉ କହିଲେ ତୁ ତାରିଦେ ମୁଁ ଛାଣି ଦଉଛି କିଛି। ମୁଁ ସେଠୁ ତାରିବା ପାଇଁ ଆସିଗଲି ବୋଉ ଛାଣି ଦଉଛନ୍ତି। ବଢିଆ ବାସୁଛି। ଆକ୍ଚୁଆଲି ମୁଁ ନା ମୋ ମମି ହାତରେ ସବୁବେଳେ ଘି ପିଠା ଖାଏ। ମୋତେ କାହିଁକି କେଜାଣି ଆଉ କିଏ ଘି ପିଠା ବନେଇଦେଲେ ମୋତେ ଭଲ ଲାଗେନି। ମୋ ମମି ବହୁତ ଭଲସେ ବନାନ୍ତି ଘି ପିଠା। ପୁରା କ୍ରିସ୍ପି କ୍ରିସ୍ପି ବି ଲାଗେ। ଆଉ ଏଇଠି ହେଇଗଲା ଘି ପିଠା। ଦେଖ ମୁଁ ଯୋଉଠି ଛାଣିଥିଲି ଟିକେ ଭଙ୍ଗାରୁଜା ହେଇଯାଇଛି ଭଲ ହେଇନି ଯେହେତୁ ମୁଁ ଫାଷ୍ଟ ଟାଇମ୍ କରୁଛି। ବଟ୍ ବୋଉ ଏଇଠି ଭଲ ଭଲ ଛାଣିଛନ୍ତି ତା ଦେହରୁ ମୁଁ ବାଛି ବାଛିକି ନେଇ ଆମ ଠାକୁରଙ୍କ ପାଖରେ ରଖିଦେଇକି ଆସିବି। କାହିଁକିନା ଆମର ପୂଜା ହବ ନା। ଠାକୁରଙ୍କ ପାଖରେ ରଖିଦେଲି ଏଇଠି। ଏବେ ପୂଜା ହବ। ରହୁଛି ସାଙ୍ଗମାନେ ବାଇ ବାଇ।